नमो भगवते वासुदेवाय। नमो भगवते वासुदेवाय। नमो भगवते वासुदेवाय। श्रीमद्भागवतम् अनन्तरे विष्णु सर्वपायो विधीश्वर जोषिरूपं अनिर्देश्यं दधार परमाद्भुतं प्रेक्षणीयस्फोलश्यामं सर्वावयवसुन्दरं समानकर्णाभरणं सुकपोलन्नसाननं नवजौवननिर्वृत स्तनहारकुशोदरं मुखामदानुरक्ताळि झङ्कारदविघ्नलोचनं बिभ्रतसुकेशभारेण महामुत्फुल्लमल्लिकां सुग्रीवकण्ठाभरणं सुभुजाङ्गदाभूषितं वीरजाम्बरसंहितं नितम्बदीपशोभया काञ्च्याप्रबीलसद्बल्गो चलच्चरणनूपुरं सव्रीडस्मितविक्षिप्त ध्रुवीणासावलोकने दैत्यजूथपचेतसो काममुद्दीपयन्मुः विष्णु सर्वोपाय विधीश्वरः जोषिद्रूपं निर्देश्यं दधार परमाद्भुतं प्रेक्षणीयोत्पलश्यामं सर्वावयवसुन्दरं समानकर्णाभरणं सुकपोलनसाननं नवजौवननिर्वृतः स्तनभारकुशोदरं मुखामुदानुरक्ताळि झङ्कारदविघ्नलोचनं बिभ्रतसुकेशभारेण मालामुत्फुल्लमल्लिकां सुग्रीवकण्ठाभरणं सुभुजाङ्गदभूषितं विरजाम्बरसंवितः नितम्बदीपशोभया काञ्च्या प्रविलसद्बल्गो चलच्चरणनूपुरं सव्रीडास्मितविक्षिप्त ध्रुवीडासावलोकनै दैत्यजूथपचेतसो कामम उद्दीपयन्मुः। ओडिया अनुवाद କରାହଉଛି भगवान विष्णु ये कि समस्त प्रकार परिस्थिति असुविधाजनक परिस्थिति रे प्रतिकूल परिस्थिति रे मध्य कार्य करि पारंती से अति सुंदरी नारी रूप धारण कले। ये हूँ मोहिनी अवतार मन मोहनकारी तांकर जो शरीर एक नवजात श्याम पद्म भली जना पड़ता। तांकर शरीर समस्त अंग प्रत्यंग सुंदर भाव गठित होता। तांकर कर्ण द्वୟରେ सुंदर कुंडल शोभा पाउथला। तांकर कपोल अति सुंदर देखा जाउथला। उन्नत नासिका एवं यौवनर आभा प्रकटित होता। संपूर्ण मुखमंडल उन्नत स्तनजुगल वक्ष उरज कटिदेश क्षीण सुंदर सुगंध बाहरुला। तांकर शरीर मुखमंडल से सुगंध आकृष्ट हो भ्रमणगण गुणगुण करी मुखमंडल चारिपटे घूरी बुलुले। तांकर चक्षु बड़ चंचल थिला। तांकर केशराजी अति सुंदर देखा जाउथला एवं मल्लिका मल्ली फूल हार धारण करथिले। तांकर गल देशरे सुंदर हार शोभा पाउथला। अन्य अलंकार मान थिला। तांकर बाहु अंग द्वारा भूषित होइथला। अति स्वच्छ साड़ी परिधान करथिले। तांकर वक्षोज स्तन एक दीप स्तन दीप सदृश देखा जाउथला। तांकर पद अरे जो बाजुवा नूपुर थिला। तांकर गति बड़ चंचल। तांकर
ଭ୍ରୁର ଗତି ଚଞ୍ଚଳ ଥିଲା, ଲଜ୍ଜାଯୁକ୍ତ ସ୍ମିତ ହାସ୍ୟ ମୁଖମଣ୍ଡଳ, ଲଜ୍ଜାଯୁକ୍ତ ସ୍ମିତ ହାସ୍ୟର ଶୋଭା ପାଉଥିଲା। ସେ ଦୈତ୍ୟ ଦାନବ ମାନଙ୍କ ପ୍ରତି କଟାକ୍ଷପାତ କରୁଥିଲେ, ଲଷ୍ଟି ଡିଜାୟାର କାମ ଭାବ ନେଇକରି। ସମସ୍ତେ ତାଙ୍କର ଏ ଅପୂର୍ବ ସୌନ୍ଦର୍ଯ୍ୟ ଭାବ ଦେଖି ସେ ଦୈତ୍ୟଗଣ ସମସ୍ତେ ତାଙ୍କୁ ପାଇବା ପାଇଁ ଇଚ୍ଛା କଲେ। ହେଲା ଶ୍ଲୋକ ମାନଙ୍କର ଅର୍ଥ। ଭଗବାନ ଏକ ସୁନ୍ଦର ମୋହିନୀ ରୂପ, ସୁନ୍ଦର ନାରୀ ରୂପ ଧାରଣ କଲେ, ଯାହା ଦେଖିଲେ ଡିମନ୍ସ ଅସୁର ଦୈତ୍ୟ ଦାନବ ଅସୁର ମାନଙ୍କ ମଧ୍ୟରେ କାମ ଉଦ୍ଦୀପନ ହେଉଥିଲା। ଏ ତାଙ୍କର ସୌନ୍ଦର୍ଯ୍ୟର ଏକ ସୁନ୍ଦର ବର୍ଣ୍ଣନା ଏଠାରେ ଦିଆଯାଇଛି। Thus in the Bhakti Vedanta purpose of the 8th canto, 8th chapter of the Srimad Bhagavatam entitled The Churning of the Milk Ocean. ଏଥିରେ ଏଇ ଅଷ୍ଟମ ଅଧ୍ୟାୟ, ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଦୁଗ୍ଧ ସାଗର ରାଧି ମନ୍ଥନ ତଥା ଉପରେ ଭକ୍ତି ବେଦାନ୍ତ ଭାଷ୍ୟ ସମାପ୍ତ ହେଲା। ଏ ହେଲା ଅସୁରଗଣ ଉଭୟ ପୂର୍ବମୁଖୀ ହୋଇକରି ସେ ସ୍ଥଳରେ ଉପବେଶନ କଲେ। ସେ ସ୍ଥଳଟି ପୁଷ୍ପମାଲ୍ୟ ଦ୍ୱାରା ଆଭୂଷିତ, ଅତି ଆମୋଦିତ, ସୁଗନ୍ଧ ଧୂପ ଦ୍ୱାରା ମଧ୍ୟ ଆମୋଦିତ। ସେ ମୋହିନୀ ମୂର୍ତ୍ତି, ସେ ନାରୀ ଅତି ସୁନ୍ଦର ଶାଢ଼ୀ ପରିଧାନ କରିଥିଲେ। ତାଙ୍କର ପାଦରେ ନୁପୁର ରଞ୍ଜନ କରୁଥିଲା। ଅଳସ ଗତିରେ ଅତି ଉନ୍ନତ ଗୁରୁ ଯୋଗୁ ଅଳସ ଗତିରେ ସେ ସ୍ଥଳରେ ପ୍ରବେଶ କଲେ ଏବଂ ତାଙ୍କର ଚକ୍ଷୁର ଗତି ଅପାଙ୍ଗ ମଧ୍ୟ ଅତି ଚଞ୍ଚଳ ଥିଲା। କୁମ୍ଭସ୍ତନୀ ଥିଲେ। ତାଙ୍କର ଉରୁ ହସ୍ତି ପାହାଡ଼ ସଦୃଶ ଦେଖାଯାଉଥିଲା ଏବଂ ସେ ହସ୍ତରେ ଏକ କଳସ ଧାରଣ କରୁଥିଲେ। ଏ ହେଲା ଶ୍ଲୋକ 2ର ଅର୍ଥ। ପରବର୍ତ୍ତୀ ଶ୍ଲୋକ ଟେକ୍ସଟ 18। ସେ ମୋହିନୀ ମୂର୍ତ୍ତିଙ୍କର ରୂପ ବର୍ଣ୍ଣନା, ସୌନ୍ଦର୍ଯ୍ୟ ବର୍ଣ୍ଣନା ଦିଆଯାଉଛି। ପୂର୍ବ 2 ଶ୍ଲୋକ ଦେଇଛନ୍ତି, ବର୍ତ୍ତମାନ ଏ ଶ୍ଲୋକରେ ମଧ୍ୟ ଦିଆଯାଉଛି। ତାଙ୍କର ଅତି ଉନ୍ନତ ନାସିକା ଏବଂ କପୋଳ, କର୍ଣ୍ଣରେ ସ୍ୱର୍ଣ୍ଣ କୁଣ୍ଡଳ ବିଭୂଷିତ। ତାଙ୍କର ମୁଖମଣ୍ଡଳ ଅତି ସୁନ୍ଦର। ସେ ଯେତେବେଳେ ଗତି କରୁଥାନ୍ତି ସେତେବେଳେ ତାଙ୍କ ଶାଢ଼ୀର ଏକାନ୍ତ ଭାଗ ସ୍ତନ ଦେଶରୁ ସମ୍ପୂର୍ଣ୍ଣ ଅପସାରିତ ହେଇଯାଉଥାଏ। ଯେତେବେଳେ ସେ ଦେବତା ଆଉ ଅସୁରମାନ ଉଭୟଙ୍କ ଆଡ଼କୁ ଈକ୍ଷଣ କରୁଥାନ୍ତି ସ୍ମିତ ହାସ୍ୟ କରିକିରି, ସେତେବେଳେ ସେମାନେ ସମସ୍ତେ ସମ୍ପୂର୍ଣ୍ଣ ରୂପେ ବିମୋହିତ ହେଇଯାଉଥାନ୍ତି। ଏ ହେଲା ଶ୍ଲୋକର ଅର୍ଥ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇ ମନ୍ତବ୍ୟ ଦେଇଛନ୍ତି ଯେ ସେ ଭଗବାନଙ୍କର ସେ ରୂପ ଅବତାର, ମୋହିନୀ ଅବତାର, ଯେ କି ଫେମିନାଇନ୍ ଫର୍ ନାରୀ ରୂପରେ ପ୍ରକାଶିତ ହୋଇଛନ୍ତି। ଯୋଉ ଭଗବାନଙ୍କର ଲକ୍ଷ୍ମୀ ଦେବୀ, ଶ୍ରୀଦେବୀ ବା ଲକ୍ଷ୍ମୀ ଦେବୀ ଅତି ସୌନ୍ଦର୍ଯ୍ୟମୟୀ, ତାଙ୍କର ପରିଚାରିକା ଭଗବାନ ଯେ ଏ ରୂପ ଧାରଣ କରିଛନ୍ତି, ତାହା ଲକ୍ଷ୍ମୀଙ୍କ ପ୍ରତି ଏକ ଚ୍ୟାଲେଞ୍ଜ। ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟତା ଧିକ୍କାର କରୁଛି। ସୌନ୍ଦର୍ଯ୍ୟ ଅଧିକ ସୌନ୍ଦର୍ଯ୍ୟ, ଲକ୍ଷ୍ମୀ ଅତି ସୌନ୍ଦର୍ଯ୍ୟମୟୀ, କିନ୍ତୁ ଭଗବାନ ଯେତେବେଳେ ନାରୀ ରୂପ ଧାରଣ କରନ୍ତି ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟ ବଳି ପଡେ, ବହୁ ଅଧିକ ପରିମାଣରେ ବଳି ପଡେ। ଲକ୍ଷ୍ମୀ ଦେବୀ ନାରୀ ହେଇଥିବା ହେତୁ ଯେ ସୁନ୍ଦରୀ, ତାହା ନାରୀର ସ୍ୱାଭାବିକ ସୌନ୍ଦର୍ଯ୍ୟ, କିନ୍ତୁ ଭଗବାନ ଯେତେବେଳେ ନାରୀ ରୂପ ଧାରଣ କରନ୍ତି ସେତେବେଳେ ତାଙ୍କର ଯୋଉ ସୌନ୍ଦର୍ଯ୍ୟ, ତାହା ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟରୁ ଶତ ସହସ୍ର ଗୁଣରେ ଅଧିକ ହେଇଯାଏ। The Lord is so beautiful that he can excel any beautiful goddess of fortune by assuming a female form. ଭଗବାନ ଏପରି, ତାହି ତ ସତ କଥା। ଭଗବାନଙ୍କର ଅପରୂପ ସୌନ୍ଦର୍ଯ୍ୟ, ଭଗବାନଙ୍କର ଅପରୂପ ସୌନ୍ଦର୍ଯ୍ୟ ରହିଛି। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭନ, ଯାହା କୁହାଯାଇଛି କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭନ। କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି ଭଗବାନ କୃଷ୍ଣଙ୍କର ସୌନ୍ଦର୍ଯ୍ୟ। କନ୍ଦର୍ପ ଏ ଭୌତିକ ଜଗତରେ
ଅତି ସୁନ୍ଦର ପୁରୁଷ ବା ତାର ସୌନ୍ଦର୍ଯ୍ୟ ଚମତ୍କାର ସୌନ୍ଦର୍ଯ୍ୟ ଅଛି। କିନ୍ତୁ ଭଗବାନ କୃଷ୍ଣଙ୍କର ଯୋଉ ସୌନ୍ଦର୍ଯ୍ୟ ତାହା କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରେ। ରୂପ ମାଧୁରୀ ତାଙ୍କର ଏ ପ୍ରକାର ରୂପ ମାଧୁରୀ କୃଷ୍ଣଙ୍କର ଏହି ପ୍ରକାର ରୂପ ମାଧୁରୀ ଯେ ସ୍ୱୟଂ କୃଷ୍ଣ ମଧ୍ୟ ତାଙ୍କର ରୂପ ମାଧୁରୀ ଦେଖିକି ନିଜେ ଚମତ୍କୃତ ହୁଅନ୍ତି। ଅନ୍ୟର କାହା କଥା କହିବା ଏ କଥା ଅଛି। ସ୍ୱୟଂ କୃଷ୍ଣ ତାଙ୍କ ରୂପ ମାଧୁରୀ ଦେଖି ମଧ୍ୟ ଚମତ୍କୃତ ହୁଅନ୍ତି। ଅନ୍ୟମାନଙ୍କର କଥା ବା କଣ କହିବା। ରୂପ ଗୋସ୍ୱାମୀ ଲଳିତ ମାଧବରେ ଉଲ୍ଲେଖ କରିଛନ୍ତି। କୃଷ୍ଣ ଥରେ ନିଜ ରୂପ ମାଧୁରୀ ଦେଖିଲେ। ନିଜ ରୂପ ମାଧୁରୀ ତ ନିଜେ ଦେଖିପାରିବେ ନା, ସେଥିପାଇଁ ଦର୍ପଣର ଆବଶ୍ୟକତା ହୁଏ। ଦର୍ପଣ ସମ୍ମୁଖରେ ଛିଡ଼ା ଦଣ୍ଡାୟମାନ ହେଲେ ପ୍ରତିବିମ୍ବ ଯେ ପ୍ରତିଫଳିତ ହେବ ସେ ନିଜ ରୂପ ମାଧୁରୀ କେହି ଦେଖିପାରେ। ସେଇ ପ୍ରକାର କୃଷ୍ଣ ସ୍ଫଟିକ ସ୍ତମ୍ଭ ସମ୍ମୁଖରେ ଦଣ୍ଡାୟମାନ ତାଙ୍କର ରୂପ ମାଧୁରୀ ଦେଖିଲେ। ଅପରିକଳିତ ପୂର୍ବକ ଚମତ୍କାରକାରୀ ସ୍ଫୁରତି ମମ ଗରିୟାନି ମାଧୁର୍ଯ୍ୟ ପୁର ଅୟଙ୍ଗମ ଅପି ଅନ୍ତପ୍ରେକ୍ଷ ଜଂଲୁବ୍ଧ ଚେତା ସରବ ସଂପଭୋକ୍ତୁ କାମୟୀ ରାଧିକେବ। এই কথা କହିଲେ। କୃଷ୍ଣ କହିଲେ ଆହା এই ପ୍ରଗାଢ଼ ମାଧୁର୍ଯ୍ୟ ଚମତ୍କାରକାରୀ ଅବିଚାରିତ ପୂର୍ବ ଚିତ୍ରିତ ଶ୍ରେଷ୍ଠ ପୁରୁଷଟି କିଏ? ଏହାଙ୍କୁ ମୁଁ କ୍ଷୁବ୍ଧ ଚିତ୍ତରେ ଦେଖୁଛି ଏବଂ ରାଧିକାଙ୍କ ପରି ବଳପୂର୍ବକ ଆଲିଙ୍ଗନ କରିବାକୁ ଇଚ୍ଛା କରୁଛି। এই କଥା ଅଛି। ନିଜ ମାଧୁରୀରେ ନିଜେ ରୂପ ମାଧୁରୀରେ ନିଜେ ଆକୃଷ୍ଟ ହେଉଛନ୍ତି। ଆଉ ସମସ୍ତେ ତ ଆକୃଷ୍ଟ ହେବେ। ସର୍ବାକର୍ଷଣୀୟ କୃଷ୍ଣ ଭୂର୍ବାଚକ ଶବ୍ଦନଶ୍ଚ ନିବୃତ୍ତିବାଚକ ତୈର ଐକ୍ୟ ପରମ ବ୍ରହ୍ମ କୃଷ୍ଣ ଇତି ଅଭିଧୀୟତେ। ଏ କଥା ଅଛି ଆମର। କୃଷ୍ଣ କୃଷ୍ଣାତୃଣ ସଂଯୋଗ ହେଇକରି କୃଷ୍ଣ ଶବ୍ଦ ଯେତେବେଳେ ଗଠିତ ହଉଛି ସେଠି ଆମେ ଦେଖୁ କୃଷ୍ଣ ମାନେ ଆକର୍ଷଣ ଆନନ୍ଦଦାୟକ। ଆକର୍ଷଣ ଆଉ ଆନନ୍ଦ, ଆକର୍ଷଣ ଆନନ୍ଦର ସମାହାର। ସର୍ବାକର୍ଷଣୀୟ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି ଏବଂ ସମସ୍ତଙ୍କୁ ଆନନ୍ଦ ଦଉଛନ୍ତି। ଏ ହେଉଛନ୍ତି କୃଷ୍ଣ। ତେଣୁ ତାଙ୍କର ଯୋଉ ଚାରୋଟି ମାଧୁରୀ ଅଛି, ମାଧୁରୀ, ବେଣୁ ମାଧୁରୀ, ରତି ମାଧୁରୀ, ଲୀଳା ମାଧୁରୀ, ଏ ଚାରୋଟି ମାଧୁର୍ଯ୍ୟ କେବଳ କୃଷ୍ଣଙ୍କ ଠାରେ ଅଛି, ଆଉ କାହାଠାରେ ନାହିଁ। ଆଉ କାହାଠାରେ ନାହିଁ ଏଇ ମାଧୁର୍ଯ୍ୟ ଅଛି। ତେଣୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ତାଙ୍କର ଅଂଶ ବା ଏ ଯୋଉ କୁହାଯାଏ ବିଷ୍ଣୁ ତତ୍ଵ ଯୋଉମାନେ ଅଂଶ ଅଂଶର କଳା, ସେ ମାଧୁର୍ଯ୍ୟର କିଛି ଅଂଶ ତାଙ୍କ ପାଖରେ ଅଛି, କିନ୍ତୁ ପରିପୂର୍ଣ୍ଣ ଭାବରେ ମାଧୁର୍ଯ୍ୟ କୃଷ୍ଣଙ୍କ ଠାରେ ଅଛି। ନିଜ ରୂପ ମାଧୁର୍ଯ୍ୟ ଆସ୍ୱାଦନ ଲୋଲୁପତା ତାଙ୍କର। ଶ୍ରୀକୃଷ୍ଣ ରୂପ ମାଧୁର୍ଯ୍ୟ ସୌନ୍ଦର୍ଯ୍ୟ ଅବିଚିନ୍ତ୍ୟ ବିସ୍ମୟପ୍ରଦ, ଆସକ୍ତି ଅନିର୍ବଚନୀୟ। ଶକ୍ତି ଅନିର୍ବାଚନୀୟ। ଶ୍ରୀକୃଷ୍ଣଙ୍କୁ ତ ଦର୍ଶନ କରିବା ଦୂରର କଥା, ତାହାଙ୍କର ବଂଶୀ ମାଧୁରୀ, ଲୀଳା ମାଧୁରୀ, ପ୍ରେମ ରତି ମାଧୁରୀ, ରୂପ ମାଧୁରୀର ବିଷୟ ଶ୍ରବଣ କଲେ ମନ ପ୍ରାଣ ଚଞ୍ଚଳ ହେଇ ଉଠେ। ତାହାଙ୍କର ଶକ୍ତି ଅକଥନୀୟ। ସେହି ମାଧୁର୍ଯ୍ୟ ଶକ୍ତିର ପ୍ରଭାବ ବର୍ଣ୍ଣନାତୀତ। ସେହି ବିଷୟ ଶ୍ରବଣ ଫଳରେ ତାହା ସ୍ୱାଦନ କରିବା ଲାଗି ହୃଦୟରେ ତୀବ୍ର ଉତ୍କଣ୍ଠା ଜାତ ହୁଏ। ସେହି ଉତ୍କଣ୍ଠାର ପ୍ରାବଲ୍ୟ ଚିତ୍ତକୁ ଉଦ୍ବେଳିତ କରେ। ହୃଦୟରେ ତୀବ୍ରତର ଲାଳସା ସମୁତ୍କଣ୍ଠା ଜାତ ହେବା ଫଳରେ ସର୍ବେନ୍ଦ୍ରିୟ ପ୍ରେମ ବିହ୍ୱଳ ହୁଅନ୍ତି। ପ୍ରତ୍ୟକ୍ଷରେ ତାହା ସ୍ୱାଦନ କରିବା ନିମିତ୍ତ ସମୁତ୍କଣ୍ଠିତ ପ୍ରଲୁବ୍ଧ ହୁଅନ୍ତି। ତହିଁରେ ଚିତ୍ତରେ ପ୍ରେମ ବିକାର ପରିଲକ୍ଷିତ হয়। ଶ୍ରବଣର ଫଳରେ ଯେତେବେଳେ ଏତେ ତାହାର ଶକ୍ତି ତାହା ପ୍ରତ୍ୟକ୍ଷୀଭୂତ ହେଲେ ଯେ ତୀବ୍ରତର ଲାଳସାର ଉଦ୍ରେକ হয়, ଏଥିରେ ଆଉ ବିସ୍ମୟର କଥା କଣ ଅଛି?
ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟର କଥା ଭକ୍ତମାନଙ୍କର ଚିତ୍ତରେ ଲାଳସା ଜାତ କରାଏ। ଏହା ସତ୍ୟ, ପରନ୍ତୁ ଯାହାର କଥା ତାହାର ଚିତ୍ତରେ ଯେ ଲାଳସା ଜାତ କରାଏ ନ କରିବ ବା କିପରି? ଯାହାଙ୍କର ମାଧୁର୍ଯ୍ୟର କଥା ବର୍ଣ୍ଣିତ হয় ସେ ଯେ ନିଜେ ତାହା ସ୍ୱାଦନ କରିପାରନ୍ତି ନା। ତାତ୍ପର୍ଯ୍ୟ ହେଉଛି ଶ୍ରୀକୃଷ୍ଣ ନିଜେ ନିଜ ମାଧୁର୍ଯ୍ୟ ଆସ୍ୱାଦନ ଲାଗି ସ୍ୱୟଂ ଲାଳସାନ୍ୱିତ କରନ୍ତି। ଭକ୍ତ ମୁଖରେ ବର୍ଣ୍ଣିତ ନିଜ ମାଧୁର୍ଯ୍ୟର କଥା ଶ୍ରବଣ ଲାଳସାରେ ମାଧୁର୍ଯ୍ୟ ଏକ ନିଳୟ ରସରାଜ ସ୍ୱୟଂ ଶ୍ରୀକୃଷ୍ଣ ପ୍ରଲୁବ୍ଧ ହୋଇ ସେହି ସ୍ଥାନକୁ ଗମନ କରିଥାନ୍ତି, ସେଠାରେ ସେ ଅବସ୍ଥିତ କରିଥାନ୍ତି। ସେଥିପାଇଁ ସେ କହନ୍ତି ମଦ୍ଭକ୍ତା ଯୁକ୍ତ ଗାୟନ୍ତି ତତ୍ପ୍ରତିଷ୍ଠାମି ନାରଦ। ଏହା ତାଙ୍କର ଶ୍ରୀମୁଖ ବାକ୍ୟ। ରସରାଜଙ୍କର କେବଳ କଣ ନିଜ କଥା ଶ୍ରବଣରେ ଆଗ୍ରହ, ନିଜ ରୂପ ଦର୍ଶନରେ ମଧ୍ୟ ଲୋଲୁପତା ଅପରିସୀମ। ରସରାଜ ନିଜ ଗୁଣରେ ନିଜେ ପ୍ରଲୁବ୍ଧ। ଏହା ଏକ ଅଭିନବ ବିସ୍ମୟାବହ ସମ୍ବାଦ। ନିଜ ଅତୁଳନୀୟ ରୂପ ମାଧୁର୍ଯ୍ୟର ଆତ୍ମମୋହ କଥା ଧର୍ମ ଶ୍ରୀପାଦ କବିରାଜ ଗୋସ୍ୱାମୀଙ୍କ ଭାଷାରେ ନିମ୍ନଲିଖିତ କଥିତ ଅଛି। କୃଷ୍ଣ ମାଧୁର୍ଯ୍ୟେର ଏକ ସ୍ୱାଭାବିକ ବଳ, କୃଷ୍ଣ ମାଧୁର୍ଯ୍ୟେର কৃষ্ণ আদি নরনারী করই চঞ্চল, কৃষ্ণ আদি নরনারী শ্রবণী দর্শনিয়া গো সই সর্বজন, স্বাদিতে কৃষ্ণ করে যতন, আপনার স্বাদিতে কৃষ্ণ করে যতন, এ মাধুর্যামৃত সদা এই পান করে, মাধুর্য কৃষ্ণ শান্তি নহে কৃষ্ণ মারে নিরন্তরে, কৃষ্ণ শান্তি নহে কৃষ্ণ ଏ ପ୍ରକାର ବର୍ଣ୍ଣନା ଶ୍ରୀଲ କବିରାଜ ଗୋସ୍ୱାମୀ ଦେଇଛନ୍ତି। ରସରାଜ ପୂର୍ଣ୍ଣ ବ୍ରହ୍ମ ଅଦ୍ୱୟ ଜ୍ଞାନ ତତ୍ତ୍ୱର ତତ୍ତ୍ୱ ସ୍ୱୟଂ ସିଦ୍ଧ ସର୍ବାବତାରୀ ସର୍ବାଂଶୀ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଯେଉଁ ରୂପ ପରିଗ୍ରହ କରନ୍ତି ତାହା ଜଗତ ମୁଗ୍ଧକର। ତେଣୁ ତାଙ୍କର ମୋହିନୀ ମୂର୍ତ୍ତି ତଦ୍ରୁପ ଭାବେ, ତଥାପି ତାଙ୍କର ନିଜ ରୂପ ଲାବଣ୍ୟର ମାଧୁର୍ଯ୍ୟ ସୌନ୍ଦର୍ଯ୍ୟର ବିଶ୍ୱରେ ଅତୁଳନୀୟ। ତାହା ତାଙ୍କର ଅନ୍ୟ କୌଣସି ସ୍ୱାଂସାଦି ଅବତାରରେ ନାହିଁ, ରହିପାରେ ନା। ପୂର୍ଣ୍ଣଙ୍କର ରୂପ ଲାବଣ୍ୟ ଆଦି ସଂସାରୀ ଅବତାର ସମ୍ଭବପର ନୁହେଁ। ତାହା ତାଙ୍କର ତଦେକାତ୍ମକ ସ୍ୱାଂସାଦି ରୂପରେ ବିଶ୍ୱ ସଂସାର ବିମୁଗ୍ଧ। କିନ୍ତୁ ସେ ନିଜେ ନିଜର ଗୋପ ବେଶ ବେଣୁକର ନବ କିଶୋର ନଟବର ଉଜ୍ଜଳ ନୀଳମଣି ବ୍ରହ୍ମ ଗୋପାଳ ବେଶରେ ବିମୁଗ୍ଧ। ତାଙ୍କର ନିଜ ସ୍ୱରୂପର ମାଧୁର୍ଯ୍ୟ ସୌନ୍ଦର୍ଯ୍ୟ ନିଜେ ତାଙ୍କୁ ବିମୋହିତ କରିଥାଏ। ଶ୍ୟାମ ରୂପ ଆତ୍ମ ପର୍ଯ୍ୟନ୍ତ ସର୍ବଚିତ୍ତହର। ତାହାଙ୍କର ସୌନ୍ଦର୍ଯ୍ୟ ଛଟା ପୁରୁଷ ଯୋଷିତ କିମ୍ବା ସ୍ଥାବର ଜଙ୍ଗମ ସମସ୍ତଙ୍କର ଚିତ୍ତକୁ ତ ସ୍ୱଭିମୁଖକୁ ଆକର୍ଷଣ କରେ, ଅଧିକନ୍ତୁ ନିଜର ଚିତ୍ତକୁ ରସାବେଶରେ ବିମୋହିତ କରିଅଛି। କୃଷ୍ଣ ମାଧୁର୍ଯ୍ୟ କୃଷ୍ଣ ଆଦି ନରନାରୀ କରେ ଚଞ୍ଚଳ ଏହି ଆତ୍ମରୂପରେ ଆତ୍ମସଫଳତା ନିରୂପମ ସନ୍ଦେଶ। ନିଜେ ଶୃଙ୍ଗାର ରସରାଜ ନିଜ ଅସମର୍ଥ ନିତ୍ୟ ନବନବାୟମାନ ରୂପ ମାଧୁର୍ଯ୍ୟ ଆସ୍ୱାଦନ ନିମିତ୍ତ ଲାଳସାନ୍ୱିତ ଏହି ବିଚିତ୍ର ବାର୍ତ୍ତା ଦେଇଛନ୍ତି ଶ୍ରୀପାଦ ରୂପ ଗୋସ୍ୱାମୀ ଲଳିତ ମାଧବରେ। ତା ଆମେ କହୁଥିଲେ ଅପରିକଳିତ ପୂର୍ବ ଚମତ୍କାରକାରୀ ସ୍ଫୁରତି ମମ ଗରିୟାନି ସ ମାଧୁର୍ଯ୍ୟାପୁର ଅୟଂ ଅହମପି ହନ୍ତ ପ୍ରେକ୍ଷ ଜଂଲୁବ୍ଧ ଚେତା ସରହସଂଭୋକ୍ତୁଂ କାମୟେ ରାଧିକେବ। ଏ ବିଚିତ୍ର ବାର୍ତ୍ତାର ରହସ୍ୟ ଏହି ଯେ
ନିତ୍ୟ ନବ ନବୟମାନ ବୋଲି ଅନେକ ସମୟରେ ଶ୍ରୀକୃଷ୍ଣ ନିଜକୁ ନିଜେ ଚିହ୍ନି ପାରନ୍ତି ନା, ଅନ୍ୟ ବା କିଏ ଚିହ୍ନିବ? ଦିନେ ସୌମାଧୁର୍ଯ୍ୟର ନିରୁପମତାରେ ବିମୁଗ୍ଧ ହୋଇ ସ୍ତବ୍ଧ ହୋଇଯାଆନ୍ତି। ମଣିମୟ ରତ୍ନ ସ୍ତମ୍ଭରେ ଦିନେ ନିଜ ପ୍ରତିବିମ୍ବିତ ମାଧୁର୍ଯ୍ୟ ଦର୍ଶନ କରି ସମକିତ ହୋଇ ସ୍ଥିର ଭାବରେ ଦଣ୍ଡାୟମାନ ହୁଅନ୍ତି। ଭାବିଲେ ଏ ବ୍ୟକ୍ତିଟି କିଏ? ପରମ ବିସ୍ମୟ ଆବିଷ୍ଟ ହୋଇ ଗମ୍ଭୀର ଭାବରେ ଚିନ୍ତା କରିବା ଲାଗିଲେ, ଏପରି ଚିତ୍ତ ଚମତ୍କାରୀ ମୂର୍ତ୍ତିରେ ମୋର ପୂର୍ବଭାଗରେ ଦଣ୍ଡାୟମାନ ରହିଥିବା ଏ ସୁନ୍ଦର ସୌନ୍ଦର୍ଯ୍ୟମୟ ଏ ବ୍ୟକ୍ତି ଜଣକ କିଏ? ଅହୋ, ଏତେ ରୂପ ଲାବଣ୍ୟ କାହାର ଅଙ୍ଗରେ ତାକୁ ତ୍ରାପି ଦେଖିନି। ଦେଖିବା ତ ଦୂରର କଥା, ପରିକଳ୍ପନା ମଧ୍ୟ କରିପାରୁନି। ଏହାର ଅସାମାନ୍ୟ ମଧୁରିମା ମାନସ କଳ୍ପନାକୁ ପରାଜିତ କରୁଛି। ଏହି ବିସ୍ମୟକାରୀ ରୂପ କାହାର, ତାହାର ପରିଚୟ ଜାଣିବା ଏକାନ୍ତ ପ୍ରୟୋଜନ। ତଦନନ୍ତର ଶ୍ରୀକୃଷ୍ଣ ଚିତ୍ତ ଆକର୍ଷଣକାରୀ ପାର୍ଶ୍ୱସ୍ଥିତ ବ୍ୟକ୍ତିଙ୍କର ଶୋଭା ଦର୍ଶନ କରିବା ମାନସରେ ନିଜ ମସ୍ତକ ହଲେଇ ଅବନତ କରନ୍ତେ ପ୍ରତିବିମ୍ବ ମଧ୍ୟ ଅନୁରୂପ କାର୍ଯ୍ୟ କରନ୍ତି। ନିଜ ଭ୍ରାନ୍ତି ବୁଝି ସ୍ମିତ ମୁଖ୍ୟରେ ଶ୍ୟାମ ନାଗର କହି ପକାନ୍ତି, ଅହୋ, ଏ ଯେ ମୁଁ ନିଜେ, ମୋର ଏଇ ରୂପ ପ୍ରବାହ ଏପରି ଭାବରେ ପ୍ରବାହମାନ, ଏତେ ବିସ୍ମୟାବହ ମାଧୁର୍ଯ୍ୟ ଯେ ନିଜେ ମୋ ଠାରେ ଅଛି, ତାହା ତ ମୁଁ ଜାଣେ ନା। କି ଜାଣିପାରୁନି। ଏଇ ରୂପ ମୋର ଚିତ୍ତକୁ ପ୍ରଲୁବ୍ଧ କରୁଛି। ବଳତ୍କାରେ ନିଜ ରୂପମାଧୁରୀକୁ ନିଜେ ଆସ୍ୱାଦନ କରିବା ତୀବ୍ର ଲାଳସା ଜାଗ୍ରତ ଅଛି। କିନ୍ତୁ ହାୟ, ଏ ପ୍ରତିବିମ୍ବକ୍ତ ବକ୍ଷରେ ଜড়େଇ ଧରି ପାରୁନି। ନିଜକୁ ମଧ୍ୟ ନିଜ ବକ୍ଷରେ ଧରି ବଦନ ମଧ୍ୟ ଆସ୍ୱାଦନ କରିପାରୁନି। ଏହା ନିଖିଳ ବିଶ୍ୱ ମଧ୍ୟରେ ଜଣେ ମାତ୍ର ପାରନ୍ତି। ମୋର ଆକୁଳ ଆଗ୍ରହ ହୃଦୟରେ ଜାଗୁଛି। ତାହାଙ୍କ ପରି ହୋଇ ସେଇ ନିରୁପମ ରୂପାମୃତ ନିତ୍ୟକାଳ ଆସ୍ୱାଦନ କରି କାମଏ ରାଧିକେବ। ଶ୍ରୀପାଦ କବିରାଜ ଗୋସାଇଙ୍କ ଭାଷାରେ ଏ ଶ୍ରୀକୃଷ୍ଣଙ୍କର ବାକ୍ୟ। ଦର୍ପଣ ଦେଖି ଯଦି আপন মাধুরী, দর্পণ দেখি আপন মাধুরী, আস্বাদিতে হইলো আস্বাদিতে নারী, আস্বাদিতে হইলো বিচার করি যদি আস্বাদ পায়, বিচার করি যদি আস্বাদ পায়, রাধিকা স্বরূপ হইতে তবে মন ভায়, রাধিকা স্বরূপ হইতে অভিমন নায়। রসরাজଙ୍କର ଏହି କାମନା ମଧ୍ୟରେ ଦ୍ୱିତୀୟ ବାଞ୍ଛାର ବୀଜ ଅନ୍ତର୍ନିହିତ। ଦ୍ୱିତୀୟ ବାଞ୍ଛା ସ୍ୱରୂପ ଅନୟ ଆସ୍ୱାଦ୍ୟ ଯେନ ଅଦ୍ଭୁତ ମଧୁରିମା କୀଦୃଶୋଭା ମଦୀୟ। ଏହି ସ୍ଥଳରେ ଗୋଟିଏ ସୁଗୁପ୍ତ ରହସ୍ୟ ଅଛି। ରସିକ ଶେଖରଙ୍କର ଯେଉଁ ଲୋଭ କେବଳ ନିଜ ମାଧୁର୍ଯ୍ୟ ପ୍ରତି ତା ନୁହେଁ, ରାଧା କର୍ତ୍ତୃକ ଆସ୍ୱାଦିତ ନିଜ ମାଧୁର୍ଯ୍ୟ ହିଁ ଲାଳସା। ସେଇ ମାଧୁର୍ଯ୍ୟ ପୂର୍ଣ୍ଣାଙ୍ଗ ଅଭିବ୍ୟକ୍ତି ତାହାଙ୍କର ସେଇ ଆସ୍ୱାଦନ ତତ୍ପରତାରେ ହିଁ ନିହିତ। ଶ୍ରୀ ରାଧାଙ୍କର ମାଦନାଖ୍ୟ ମହାଭାବରେ ସମ୍ଭୋଗ ଦୋଷାରେ ନିୟତ ବର୍ଦ୍ଧନଶୀଳ ତୃଷ୍ଣାମୟ ପ୍ରଣୟର ଚରମ ବିଳାସ ବିଚିତ୍ରତାରେ ନବ ନବାୟମାନ ଯେଉଁ ଶ୍ରୀକୃଷ୍ଣ ମାଧୁରୀ, ସେଥିପ୍ରତି ଶ୍ରୀକୃଷ୍ଣଙ୍କର ଦୁର୍ଦମନୀୟ ତୀବ୍ର ଲାଳସା। ସେଇ ସ୍ୱାଦଟି ଗ୍ରହଣ କରିବାର ସ୍ୱାଦ ମେଣ୍ଟାଇବା ଲାଗି ଏକାଙ୍ଗରେ ରସରାଜ ମହାଭାବର ମିଳନ ରଙ୍ଗ ଆମମାନଙ୍କର ପ୍ରେମ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଗୌରାଙ୍ଗ, ଯାହାଙ୍କ ଠାରେ ଦେଦୀପ୍ୟମାନ ହେଉଛି ମହାଭାବର ବିପ୍ରଲମ୍ବ ରସ ତରଙ୍ଗର ବିଭିନ୍ନ ରଙ୍ଗ। ପ୍ରେମ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଗୌରାଙ୍ଗ এই ନିଜ ମାଧୁର୍ଯ୍ୟ ଆସ୍ୱାଦନ କରିବା ନିମିତ୍ତ ରାଧା ଭାବ କାନ୍ତି ଧରି ଆବିର୍ଭୂତ ଗୌରାଙ୍ଗ। ଏ ହେଉଛି କୃଷ୍ଣଙ୍କର ମାଧୁର୍ଯ୍ୟ ଶକ୍ତି ଯେ ଅନିର୍ବଚନୀୟ, ତାର କଥାଟା ଏଠି ଦିଆଯାଉଛି। ସେଥିପାଇଁ ଯେଉଁ ରୂପ ସେ ଧରନ୍ତୁ ନା କାହିଁକି, ତାଙ୍କର ଏ ପ୍ରକାର ରୂପ ମାଧୁରୀ ରହିଛି। ତେଣୁ ବର୍ତ୍ତମାନ ସେ କଥା ଏଠି କୁହାଯାଉଛି, ଯେତେବେଳେ ସେ
ଫେମିନାଇନ୍ ଫର୍ମ ସ୍ତ୍ରୀ ରୂପ ଧାରଣ କରୁଛନ୍ତି। The Lord is so beautiful that he can excel any beautiful goddess of fortune assuming a female form. ତାଇ କଥା କହୁଛି। ରୂପ ରସଗନ୍ଧ ସ୍ପର୍ଶାତ୍ମକ ପଞ୍ଚବାଣାଧିପ ମଦନଙ୍କର ସ୍ୱସୌନ୍ଦର୍ଯ୍ୟ ଦ୍ୱାରା ନାରୀ ବିମୋହନ ରୂପ ଅହଙ୍କାର ପଦଦଳିତ କରି କୃଷ୍ଣ ସ୍ୱୟଂ ନବକନ୍ଦର୍ପ ବ୍ରଜରେ ପ୍ରାକୃତ ନବୀନ ମଦିନ ସଂଜ୍ଞାରେ ଗୋପୀଗଣଙ୍କ ସହିତ ରାସରେ କ୍ରୀଡ଼ା କରନ୍ତି। ମୁକ୍ତାହାର ଭୋକ ପାଞ୍ଚି ଇନ୍ଦ୍ରଧନୁ ପିଂଚପତି ମୁକ୍ତାହାର ଭୋକ ପାଞ୍ଚି ପୀତାମ୍ବର ବିଜୋରି ସଂସାର ପୀତାମ୍ବର ବିଜୋରି ସଂସାର কৃষ্ণ বদলধর জগৎ শস্য কৃষ্ণ বরিশয়ে লীলামৃত ধার বরিশয়ে লীলা କୃଷ୍ଣଙ୍କର ଗଳଦେଶରେ ଯେଉଁ ମୁକ୍ତାମାଳାର ହାର ଅଛି ତାହା ଶୁଭ୍ର ବକ ଶ୍ରେଣୀ ସଦୃଶ। ଶିର ଦେଶରେ ଯେଉଁ ମୟୂର ପଙ୍ଖା ଅଛି ତାହା ଇନ୍ଦ୍ରଧନୁ ତୁଲ୍ୟ। କୃଷ୍ଣଙ୍କର ପୀତବସନ ବିଦ୍ୟୁତ ସଦୃଶ। କୃଷ୍ଣ ଯେପରି ନବମେଘ ସଦୃଶ ଆଉ ଗୋପୀଗଣ ଯେପରି ଜଗତର ଶସ୍ୟ ରାଶି ସଦୃଶ, ସେହି ଶସ୍ୟ ସମୂହ ଉପରେ ମେଘ ବାରି ବର୍ଷଣ ସଦୃଶ। କୃଷ୍ଣ ସ୍ୱୟ ନୀଳାମୃତ ଧାରା ବର୍ଷଣ ପୂର୍ବକ ସେମାନଙ୍କର ଜୀବନ ସଞ୍ଚାରୀ। ବର୍ଷା କାଳରେ ବଗ ଉଡ଼େ, ରାମ ଧନୁ ଇନ୍ଦ୍ରଧନୁ ତଡ଼ିତ ମଧ୍ୟ ଦେଖାଯାଏ। ଏସବୁ ଅଛି।